ହେଉଛି କାଲି କେତେ ଉଠୁ କାଲି ସନ୍ଧ୍ୟାରେ ସନ୍ଧ୍ୟାରେ ବୋଲେ ବସି ଉଠିଲା ନାହିଁ ଆହୁରି ନାଇଁ ସକାଳ ଢାକା ପାରିଲା ନାହିଁ ଜାଣିଲି ବୋଲେ କେମିତି ହେଉଛି କହିଲ ଏମିତି ଚୁଲା ପକାଇବା ପାଇଁ କି ମାରିଲେ କି କେମିତି କି ବୋଲେ କାଲିରୁ ଏମିତି ହେଉଛି କି ହଁ କାଲି ମନ୍ଦାର ଛାଡ଼ିଥିଲ ହଁ କାଲି ମନ୍ଦାରେ ଚୋରି କରିକି ଆଇଲା ଯେ ସନ୍ଧ୍ୟାରେ ରାଙ୍ଗି କରି ଆଇଲା କାଲି ଛାଡ଼ିଲା ବେଳକୁ ଭଲଥିଲା ଭଲଥିଲା ଆଇଲା ପରେ ରାଙ୍ଗି କରି ଆଇଲା ନହେଲେ ସବୁଦିନ ଆଗରେ ଦୌଡ଼ି ଆଇଲା ହଁ କି ଆଗରୁ କେବେ ଜର ଫର ହେଇଥିଲା ନା କେମିତି ନା ଏବେ କେମିତି ଖାଇବା ପିଇବା କିଛି କରୁନାହିଁ ଟିକେ ଟିକେ ଖାଇଲା ପାଣି ଖାଇଲା ଡାଳ ଟିକେ ଖାଇଲା ଖାଇଲା ନାଇଁ କେତେ ଦିନ ହେଇଥିବ କେତେ ଦିନ ହେବ ତାର ଫିଙ୍ଗବା ଟାଇମ୍ ହେଇ ଆଇଲା ଭୟା ନାଇଁ କିଛି ଜଣା ପଡ଼ୁନାହିଁ ଆଉ ନାଇଁ ସିଆଡ଼ ବୁଲ ତ ଏଇଟା ଇଆଡ଼ ବୁଲ ଏମିତି ବୁଲ ଏଇଟା ସିଆଡ଼ କର ଖାଇବା ପିଇବା କରୁନାହିଁ କାନ୍ଦୁଛି କି ଉଠୁଛି ବସୁଛି କି କାନ୍ଦା କାନ୍ଦୁ କିଛି କରୁନାହିଁ କାଲି ଖାଇଥିଲା କି ନାହିଁ ଖାଇଲା ଖାଇଥିଲା ପଛଆଡ଼େ କିଛି ପାଣି ବାହାରିଥିଲା କି ପାଣି ଅଳ୍ପ ବାହାରିଥିଲା ପଛଆଡ଼େ ସକାଳେ ଅଳ୍ପ ସେ ବେଶୀ ଟାଇମ୍ ବେଶୀ ନା ପଛଆଡ଼େ ଠେଲୁଛି କି ପଛଆଡ଼େ ଠେଲା ପରା କରୁଛି ପଛଆଡ଼େ ପିଲା ଭଲ ଠେଲୁଛି ପଛଆଡ଼େ ଠେଲୁଛି କାଲି ଗାଈ ଫାଇ ମାରିଲା ଦେଖିଲ କି ଦେଖିନ ନା ଏଇ ମାଝି ମଲ ଦୁଇଟା ନେଇଥିଲେ ନାଇଁ ହଉ ଧର ହଁ କାଲି ଠିକ୍ ସନ୍ଧ୍ୟାରେ ଆଇଲା ଠିକ୍ ଆଇଲା ଠିକ୍ ଆଇଲା ଚାଲି ଆଇଲା ବୋଲେ କେମିତି ମାନେ କାନ୍ଦି ଆଇଲା ନା କେମିତି ନା କାନ୍ଦି ନାଇଁ ହ୍ୟାଲୋ ଭାଇ ମୋ ନାଲା ଅଭି ଦେଖିପାରୁଥିବେ ଏ ଛେଳି ଦୀର୍ଘ 2 ଦିନ ହେବ ବହୁତ କଷ୍ଟ ବହୁତ ଯନ୍ତ୍ରଣାରେ ସେ ଘରେ ପଡ଼ିକି ରହିଯାଇଥିଲା କାହିଁକିନା ସେ ଛୁଆ ଦେବା ସମୟ ହୋଇଯାଇଥିଲା ଡେଲିଭରି ହେବା ସମୟ ହୋଇଯାଇଥିଲା କିନ୍ତୁ ସେ ଛୁଆ ଦେବା ରାସ୍ତାଟା ସର୍ଭିସର ମୁହଁଟା ଖୋଲି ପାରୁନଥିଲା ତ ସେଇଥିପାଇଁ ବହୁତ କଷ୍ଟ ଏବଂ ଯନ୍ତ୍ରଣାରେ ଘରେ ପଡ଼ିକି ରହିଯାଇଥିଲା ପେଟ ଏବଂ ତା'ର ୟୁରିନ୍ ଏବଂ ଝାଡ଼ା ସବୁ ବନ୍ଦ ହୋଇଯାଇଥିଲା ପେଟ ମଧ୍ୟ ଫୁଲିବା ପାଇଁ ଲାଗିଥିଲା ତ ମୁଁ ଯାଇକି ପ୍ରଥମେ ତାକୁ ଡାଇଗ୍ନୋଷ୍ଟିକ୍ କଲି ଡାଇଗ୍ନୋଷ୍ଟିକ୍ କଲା ପରେ ଜଣାପଡ଼ିଲା ଯେ ମୋତେ ସେ ଡେଲିଭରି ସମୟ ହୋଇଯାଇଛି ସେଇଥିପାଇଁ ଏଇସବୁ ପ୍ରୋବ୍ଲେମ୍ ହେଉଛି ତ ତାର ସର୍ଭିସର ମୁହଁଟା ଖୋଲି ନଥିଲା ତାକୁ ଖୋଲିବା ପାଇଁ ମୁଁ ଅକ୍ସିଟେସନ୍ ଇଞ୍ଜେକ୍ସନ୍ ଦେଲି 1 ml ମୁଁ ଦେଲା ପରେ ଅଧଘଣ୍ଟା ୱେଟ୍ କଲି ଅଧଘଣ୍ଟା ୱେଟ୍ କଲା ପରେ ସର୍ଭିସଟା ଖୋଲିଲା ପରେ ମୁଁ ତାକୁ ଲୋକାଲ୍ ଆନେସ୍ଥେସିଆ ଏପିଡୁରାଲ୍ ରୁଟ୍ରେ ମୁଁ ଦେଲି ଏହା ଦେବା ଦ୍ୱାରା ଛେଳିକୁ କଷ୍ଟ ଏବଂ ଯନ୍ତ୍ରଣା ହେବ ନାହିଁ ଡେଲିଭରି କରିବା ପାଇଁ ତ ଡେଲିଭରି କରିବା ସମୟରେ ତାକୁ କଷ୍ଟ ହେବନି ତ ସେଥିପାଇଁ ମୁଁ ଏ ଇଞ୍ଜେକ୍ସନ୍ଟା ଦେଲା ପରେ ମୁଁ ତାକୁ ଆରାମସେ ଡେଲିଭରି ତାକୁ କରିଦେବି 5 ମିନିଟ୍ରେ ମୁଁ ତାକୁ ଡେଲିଭରି କରିଦେବି କାହିଁକିନା ତା ସର୍ଭିସର ମୁହଁଟା ଖୋଲା ହେଇପାରୁନଥିଲା ସେଇଥିପାଇଁ ସିଏ ଯେତେ ଜୋର କଲେ ବି ସିଏ ଆଉ ଛୁଆ ଦେଇପାରୁନଥିଲା ତାକୁ ବହୁତ କଷ୍ଟ ହେଉଥିଲା ମୁଁ ତାକୁ ଯେତେବେଳେ ଅକ୍ସିଟେସନ୍ ଇଞ୍ଜେକ୍ସନ୍ ଦେଇକି ଅଧଘଣ୍ଟା ୱେଟ୍ କଲା ପରେ ସର୍ଭିସର ମୁହଁଟା ଖୋଲିଗଲା ତାପରେ ମୋ ହାତ ବି ଭିତରେ ଯିବା ପାଇଁ ରାସ୍ତାଟା ହେଇଗଲା ଦେଖନ୍ତୁ ମୁଁ ତାକୁ ଭଲ ଭାବରେ ଲୁବ୍ରିକେସନ୍ କଲି ଲୁବ୍ରିକେସନ୍ କରିକି ମୁଁ ୟୁଟ୍ରସ୍ ଭିତରେ ଛୁଆଟା ମାନେ ପଡ଼ିକି ରହିଯାଇଥିଲା ଏବଂ ତାର ରାସ୍ତାଟା ଖୋଲୁନଥିଲା ସର୍ଭିସର ମୁହଁଟା ଖୋଲୁନଥିଲା ବନ୍ଦ ହେଇଯାଇଥିଲା ମୁଁ ଇଞ୍ଜେକ୍ସନ୍ ଦେଲା ପରେ ସେ ଅଧଘଣ୍ଟା ପରେ ସେ ଧୀରେ ଧୀରେ ଖୋଲିବା ପାଇଁ ଲାଗିଲା ଦେଖନ୍ତୁ ମୁଁ ତାକୁ 5 ମିନିଟ୍ରେ ମୁଁ ତାକୁ ଡେଲିଭରି କରିଦେବି କାହିଁକିନା 2 ଦିନ ହେବ ବହୁତ କଷ୍ଟ ଏବଂ ଯନ୍ତ୍ରଣାରେ ସେ ପଡ଼ିକି ଘରେ ରହିଯାଇଥିଲା ସେ ଛୁଆଟା ହେଇପାରୁନଥିଲା ରାସ୍ତା ବନ୍ଦ ଥିବା ହେତୁ ସେ ଛୁଆଟା ଦେଇପାରୁନଥିଲା ମୁଁ ତାକୁ ଯାଇକି ଟ୍ରିଟମେଣ୍ଟ କରିକି ତା ଛୁଆଟା ମୁଁ ସ୍ଲୋଲି ଆରାମସେ ବାହାରକୁ ବାହାର କରିଲି ଛେଳିକୁ ବି କିଛି ବି କଷ୍ଟ ହେଉନି ଏକଦମ ଆରାମସେ ଠିଆ ହେଇଯାଏ ଦେଖନ୍ତୁ ଛୁଆଟା ଭିତରେ ରହିଯାଇଥିଲା ଛୁଆଟା ବି ବଞ୍ଚିକି ବି ଅଛି ତାକୁ ମୁଁ ଦେଖନ୍ତୁ ଛୁଆଟାକୁ ବାହାରକୁ କାଢ଼ିଲି ବାହାର କାଢ଼ିଲା ପରେ ଛୁଆଟା ବଞ୍ଚିକି ଅଛି କିଛି ପ୍ରୋବ୍ଲେମ୍ ନାହିଁ ଛୁଆ ଆଉ ମା ସୁସ୍ଥ ଏବଂ ସବଳ ଅଛନ୍ତି ମେନ୍ ଜିନିଷ ହେଉଛି ଡାଇଗ୍ନୋଷ୍ଟିକ୍ ମେନ୍ ହେଉଛି ମୁଁ ତାକୁ ଡାଇଗ୍ନୋଷ୍ଟିକ୍ କଲି ଡାଇଗ୍ନୋଷ୍ଟିକ୍ କଲା ପରେ ମୋତେ ଜଣାପଡ଼ିଲା ଯେ ପେଟରେ ଛୁଆ ରହିଯାଇଛି ତା ୟୁଟ୍ରସ୍ଟା ବନ୍ଦ ଅଛି ତ ସେଇଥିପାଇଁ ସେ ଖାଇବା ପିଇବା ଛାଡ଼ି ଦେଇଛି ଏବଂ ତାର ପେଟ ମଧ୍ୟ ଧୀରେ ଧୀରେ ଫୁଲିବା ପାଇଁ ଲାଗିଥିଲା ତ ମୁଁ ଭଲ ଭାବରେ ଡାଇଗ୍ନୋଷ୍ଟିକ୍ କଲା ପରେ ମୁଁ ତା ରୋଗଟା ଜାଣିଲି ସେ ଅନୁସାରେ ମୁଁ ତାକୁ ଟ୍ରିଟମେଣ୍ଟ କଲା ପରେ ମା ଏବଂ ଛୁଆ ସୁସ୍ଥ ଏବଂ ସବଳ ଅଛନ୍ତି ଦେଖନ୍ତୁ ମୁଁ ଡେଲିଭରି କରିଲି ଡେଲିଭରି କଲା ପରେ ମା ଛୁଆ ଏବଂ ସୁସ୍ଥ ଏବଂ ସବଳ ଦେଖନ୍ତୁ ମା ବି ଉଠିବା ପାଇଁ ଲାଗିଲାନି ଖାଇବା ପାଇଁ ଲାଗିଲାନି ଛୁଆ ବି ସୁସ୍ଥ ଅଛି ଏବଂ ସବଳ ଅଛି ଏ ଛୁଆଟା ପେଟ ଭିତରେ ପଶିକି ରହିଯାଇଥିଲା ତ ବାହାରି ପାରୁନଥିଲା ମୁଁ ଯାଇକି ମା ଏବଂ ଛୁଆକୁ ବଞ୍ଚେଇ ଦେଲି ଟ୍ରିଟମେଣ୍ଟ କରିକି ମୋତେ ବି ବହୁତ ଖୁସି ଲାଗିଲା ଏ ଛେଳିର ଜୀବନଟା ବଞ୍ଚିଗଲା।